ପାଇଁ ଆମମାନଙ୍କୁ ସେ ବିବାହ ବସ୍ତ୍ର ମଧ୍ୟ ପିନ୍ଧିବାକୁ ପଡିବ। ଆମମାନେ ତା ଦ୍ୱାରା ବରଙ୍କ ପାଇଁ ଏକ ସୁସଜ୍ଜିତା କନ୍ୟା ରୂପେ ଆମମାନେ ପ୍ରସ୍ତୁତ ହେଇପାରିବା। ହାଲେଲୁୟା। ଯଦି ଆମମାନେ ଏଇ ପ୍ରକାର ପ୍ରସ୍ତୁତ ହଉଛୁ ତାହେଲେ ସେଇ ବର ଆମମାନଙ୍କୁ ଅତି ପ୍ରେମରେ ସେ ଆମମାନଙ୍କୁ କଣ କୁହନ୍ତି, କଥା କୁହନ୍ତି ବା ୱେଲକମ କରନ୍ତି। ସେଇ ଗୀତ ସଂଗୀତା 45 ର ତାର 7 ଲେଖାଯାଏ, ତୁମ୍ଭେ ଧର୍ମକୁ ପ୍ରେମ ଅଦୁଷ୍ଟତାକୁ ଘୃଣା କରିଅଛ ମିତ୍ର, ଏହେତୁ ପରମେଶ୍ୱର ତୁମ୍ଭର ପରମେଶ୍ୱର ତୁମ୍ଭର ମିତ୍ରଗଣ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦ ରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି। ହାଲେଲୁୟା। ଆଜି ଆମମାନେ ଏଠି ଦେଖୁ ଯୋଉ କନ୍ୟା ତାଙ୍କ ପାଇଁ ପ୍ରସ୍ତୁତ ହଉଛି, ଏ ଜଗତ ଠାରୁ ବାହାରି ଆସୁଛି। ଜଗତର ନିଜର ପିତୃ ଲୋକ ବା ନିଜସ୍ୱ ଲୋକ ଯୋଉ ମନ୍ଦ ଗୁଡାକକୁ ସେ ପରିତ୍ୟାଗ କରୁଅଛି, ସେତେବେଳେ ସ୍ୱଚ୍ଛ କାଚ ପରି ବରଙ୍କ ସମ୍ମୁଖରେ ଦେଖାଯାଉଛି। ଆଉ ସେତେବେଳେ ବର କହୁଛନ୍ତି, ତୁମେ ଧର୍ମକୁ ପ୍ରେମ କଲ, ଦୁଷ୍ଟତାକୁ ଘୃଣା କରିଅଛ, ଏହେତୁ ପରମେଶ୍ୱର ତୁମ୍ଭର ମିତ୍ରଗଣ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦ ରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି। ହାଲେଲୁୟା। ଆଜି ଆମମାନେ ସମସ୍ତ କନ୍ୟା ଅପେକ୍ଷା ଆମମାନେ ବରଙ୍କ ଦୃଷ୍ଟିରେ କଣ ହେଇପାରିବା, ଆକର୍ଷିତ ହେଇପାରିବା। ଯେ ପ୍ରକାର ଆମେ ଏଷ୍ଟରଙ୍କ ବିଷୟରେ ଦେଖୁ, ଅନେକ କନ୍ୟା ଥିଲେ କିନ୍ତୁ ଏଷ୍ଟର ହିଁ ରାଜାଙ୍କ ଦୃଷ୍ଟିରେ ଆକର୍ଷିତ ହେଇପାରିଥିଲେ, ରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାତ୍ରୀ ହେଇପାରିଥିଲେ। ତାଙ୍କ ମଧ୍ୟରେ ଯୋଉ କ୍ୱାଲିଟି ଥିଲା, ଯୋଉ ସୌନ୍ଦର୍ଯ୍ୟତା ଥିଲା, ସେ ଦେଶର ଅନେକ ନାରୀଙ୍କ ମଧ୍ୟରେ ବା ଅନେକ କନ୍ୟା ମଧ୍ୟରେ ସେ ଜଣେ ହିଁ କଣ ହେଇଥିଲେ, ତାଙ୍କ ଦୃଷ୍ଟିରେ ଆକର୍ଷିତ ହେଇଥିଲେ। ଆଜି ଆପଣଙ୍କୁ ମତେ ସେଇ ପ୍ରକାର ପରମେଶ୍ୱର ଦେଖନ୍ତୁ ବା ସେଇ ବର ଆମମାନଙ୍କୁ ସେଇ ପ୍ରକାର ଦେଖନ୍ତୁ, କାରଣ ସିଏ ଆମମାନଙ୍କୁ କଣ କରନ୍ତି, ଆମମାନଙ୍କୁ ସହର୍ଷ ମଧ୍ୟରେ ଏକ କରି ଦେଖିବା ପାଇଁ ସେ ଚାହାନ୍ତି, କାରଣ ସିଏ ହିଁ ସହର୍ଷ ମଧ୍ୟରେ ଏକ ଅଟନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପରମ ଗୀତ ତାର 2:2 ଯଦି ଆମେ ଦେଖୁ, କଣ୍ଟକ ମଧ୍ୟରେ ଶୋଷଣ ପୁଷ୍ପ ଯେପରି ଯୁବତୀ ମାନଙ୍କ ମଧ୍ୟରେ ମୋହର ପ୍ରିୟା। ହାଲେଲୁୟା। ପରମ ଗୀତ 2:2, କଣ୍ଟକ ମଧ୍ୟରେ ଶୋଷଣ ପୁଷ୍ପ ଯେପରି। ହାଲେଲୁୟା। ଚାରିପାର୍ଶ୍ୱରେ କଣ୍ଟକ ଅଛି କିନ୍ତୁ ସେ ମଝିରେ ଶୋଷଣ ପୁଷ୍ପ ଯେପରି ସୌନ୍ଦର୍ଯ୍ୟ ଦେଖାଯାଉଛି, ଉତ୍ତମତା ଦେଖାଯାଉଛି, ସେଇ ପ୍ରକାର ଯୁବତୀ ମାନଙ୍କ ମଧ୍ୟରେ ମୋହର ପ୍ରିୟା। ହାଲେଲୁୟା। ଏ ମନ୍ଦ ଜଗତର, ଏ କଣ୍ଟାପୂର୍ଣ୍ଣ ଜଗତରେ ଆମମାନେ ସେଇ ପବିତ୍ରତା, ଆମମାନଙ୍କର ସେ ଧାର୍ମିକତାରେ ସେ ବରଙ୍କ ଦୃଷ୍ଟିରେ ଆକର୍ଷିତ ହେବା ଦରକାର। ହାଲେଲୁୟା। ଜଗତ ମଧ୍ୟରେ ଆମମାନେ ଯେତେବେଳେ ରହୁଛୁ, ଆମମାନେ ଅନ୍ୟମାନଙ୍କ ଠାରୁ ଭିନ୍ନ ଦେଖାଯିବା ଦରକାର। ଅନ୍ୟମାନଙ୍କ ଠାରୁ ଆମମାନଙ୍କୁ ପ୍ରଭୁ ପବିତ୍ରତା ରୂପେ ଭିନ୍ନ ଭାବରେ ଆମମାନଙ୍କୁ ସେ କଣ କରନ୍ତି, ସେ ଆହ୍ୱାନ କରନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତାପରେ ଲେଖାଯାଏ ପରମ ଗୀତ ତାର 4:7, ତୁମ୍ଭେ ସର୍ବାଙ୍ଗ ସୁନ୍ଦରୀ, ତୁମ୍ଭଠାରେ କୌଣସି ଖୁଣ ନାହିଁ। ହାଲେଲୁୟା। ଏଇ ଯୋଉ କନ୍ୟାକୁ ଆମେ ଦେଖିଲୁ ପ୍ରକାଶିତ ବାକ୍ୟରେ, ତାର ଚତୁଷ୍କୋଣକୁ ଯେତେବେଳେ ମପା ଗଲା, ସବୁ ବିଷୟ ସମାନ ଦେଖାଗଲା। ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା କଣ ହେଲା, ସବୁ ସମାନ ଦେଖାଗଲା। ଆଜି ଆମମାନଙ୍କ ପ୍ରଭୁଙ୍କ ଦୃଷ୍ଟିରେ ଆମମାନେ ସର୍ବାଙ୍ଗ ସୁନ୍ଦରୀ ଦେଖାଯିବାକୁ ପଡିବ। ହାଲେଲୁୟା। ଆମର ଆତ୍ମିକ ଜୀବନ, ଆମ ଶାରୀରିକ ଜୀବନ, ଆମମାନଙ୍କର ପାରିବାରିକ ଜୀବନ, ଆମର ବ୍ୟକ୍ତିଗତ ଜୀବନ ବା ଆମର ଜୀବନ ମଧ୍ୟରେ ଯାହା ସବୁ ଆମେ କରୁ, ପରମେଶ୍ୱରଙ୍କ ଦୃଷ୍ଟିରେ ସର୍ବାଙ୍ଗ ସୁନ୍ଦରୀ ଦେଖିବାକୁ ପଡିବ। ହାଲେଲୁୟା। ଆମମାନଙ୍କୁ ସେ କହିବାର ଅଛି, ତୁମ୍ଭଠାରେ କୌଣସି ଖୁଣ ନାହିଁ। ହାଲେଲୁୟା। ଆଉ ତାପରେ ଯଦି ଦେଖିବା ପରମ ଗୀତ ତାର 4:5, ମୋ ପ୍ରିୟତମ ଦ୍ୱାରର ଛିଦ୍ରରେ ଆପଣା ହସ୍ତ ଥୋଇଲେ, ତହିଁରେ ମୋହର ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇବାକୁ ଉଠିଲି। ହାଲେଲୁୟା। ଏଠି ସେଇ ପ୍ରିୟତମଙ୍କ ପାଇଁ ଦ୍ୱାର ଖୋଲି ଦଉଛି। ହାଲେଲୁୟା। ଆମେ ପ୍ରକାଶିତ ବାକ୍ୟରେ ଦେଖିଲୁ ତାର 12 ଦ୍ୱାର ବୋଲିକିରି ଦେଖିଲୁ। ହାଲେଲୁୟା। ଆଉ ସେ 12 ଦ୍ୱାରର ଅନେକ ବର୍ଣ୍ଣନା କରାଯାଏ। ଗୋଟିଏ ବିଷୟ ସେଠି ଲେଖା ଯାଇଛି, ତାର 12 ଦ୍ୱାରରେ 12 ମୁକ୍ତା ଖଞ୍ଜା ଯାଇଛି ବୋଲି ଲେଖାଯାଏ। ହାଲେଲୁୟା। ଆମମାନେ ପରମେଶ୍ୱରଙ୍କ ବାକ୍ୟରେ ଲେଖାଯାଏ। ଆଉ ହିତୋପଦେଶ ତାର 31ରେ ଆମମାନେ ଯଦି ଦେଖିବା, ସେଠି ଲେଖାଯାଏ, ଗୁଣବତୀ ସ୍ତ୍ରୀ ମୁକ୍ତା ଠାରୁ ମୂଲ୍ୟବାନ। ହାଲେଲୁୟା। ଗୋଟେ ଗୁଣବତୀ ସ୍ତ୍ରୀ
ମୁକ୍ତା ଠାରୁ ମଧ୍ୟ ମୂଲ୍ୟବାନ। ହାଲେଲୁୟା। ତ ଏଇ ଦ୍ୱାଦଶ ଦ୍ୱାରରେ ମୁକ୍ତା ଖଞ୍ଜା ଯାଇଛି। ସେ ସ୍ତ୍ରୀ ସେ ମୁକ୍ତା ଅଟେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆଉ ଏ ଯୋଉ ଦ୍ୱାରକୁ ସେ ଆମେ ଦେଖୁଛୁ ଯେତେବେଳେ ସେ ପ୍ରିୟତମ ତା ଦ୍ୱାର ନିକଟରେ ଆଘାତ କରୁଛନ୍ତି ବା ତାର ଦ୍ୱାର ନିକଟରେ ହସ୍ତ ରଖୁଛନ୍ତି, ସେ ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇ ଦଉଛି। ମୁଁ କହିଥିଲି ସେ ତାର ହୃଦୟର ଦ୍ୱାର ପ୍ରଭୁଙ୍କ ପାଇଁ ସମ୍ପୂର୍ଣ୍ଣ ଉନ୍ମୁକ୍ତ ଅଟେ ବୋଲିକିରି। ଆଜି ଆମମାନଙ୍କର ପରମେଶ୍ୱରଙ୍କ ପାଇଁ, ଆମର ସେଇ ବରଙ୍କ ପାଇଁ ଆମେ ମଧ୍ୟ ସବୁବେଳେ ପ୍ରସ୍ତୁତ ହବା। ସେ ପରମ ଗୀତରେ ଅନେକ ବିଷୟ ମାନେ ଯଦି ଦେଖୁ, ସେ ବରଙ୍କ ପାଇଁ ବା ତାର ପ୍ରିୟତମ ପାଇଁ ଯୋଉ ଲାଳାୟିତ, ଯୋଉ କ୍ଷୁଧା, ମାନେ ସେ ଏମିତି କି ରାତିରେ ମଧ୍ୟ ଶୋଉନାହିଁ। ବାକ୍ୟରେ ଲେଖାଯାଏ ସେ ମୁଁ ହୃଦୟରେ ଜାଗ୍ରତ ଥିଲି ବୋଲି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ମୋର ଚକ୍ଷୁ ଖାଲି ଶୋଇଥିଲା କିନ୍ତୁ ମୁଁ ହୃଦୟରେ ମୋର ପ୍ରିୟତମଙ୍କ ପାଇଁ ଜାଗ୍ରତ ଥିଲେ ବୋଲି। ଆଜି ଆମମାନେ ଏ ମନ୍ଦ ଜଗତରେ ସବୁବେଳେ ଜାଗ୍ରତ ରହିବା। ଆମର ସେ ପ୍ରେମିକ ବରଙ୍କ ପାଇଁ ଆମ ହୃଦୟ ସର୍ବଦା ଜାଗି ରହୁ। ପ୍ରେଜ୍ ଦ ଲର୍ଡ। ପ୍ରସ୍ତୁତ ରହୁ। ସେ ଆମେ ଯଦି ପରମ ଗୀତରେ ଦେଖୁ, ପ୍ରିୟା କି ପ୍ରକାର ପ୍ରିୟତମ ପାଇଁ ପାଗଳ, ପ୍ରିୟତମ ମଧ୍ୟ ପ୍ରିୟା ପାଇଁ ସେଇ ପ୍ରକାର ପାଗଳ ବିଷୟ ଆମେ ଦେଖୁ। ଆଜି ଆମମାନଙ୍କୁ ସେ ସୁସଜ୍ଜିତ କନ୍ୟା ହେବା ପାଇଁ ହେଲେ ଆମମାନଙ୍କୁ ପ୍ରସ୍ତୁତର ସମୟ ଦିଆଯାଇଛି। ଏ ପ୍ରସ୍ତୁତ ସମୟରେ ଏ ପରମ ଗୀତରେ ଯେ ପ୍ରକାର ଗୋଟିଏ ପ୍ରିୟା ଆଉ ପ୍ରିୟତମ ଯେ ପ୍ରକାର ପରସ୍ପରକୁ ପାଗଳ ହଉଛନ୍ତି, ଆମମାନଙ୍କୁ ସେ ପାଗଳ ଅବସ୍ଥାରେ ସେ ପରଙ୍କୁ ଅପେକ୍ଷା କରିବାକୁ ପଡିବ ବା ତାଙ୍କ ପାଇଁ ପ୍ରସ୍ତୁତ ହେବାକୁ ପଡିବ। ଏଷ୍ଟର ଦୀର୍ଘ 12 ମାସ ସେ ପ୍ରସ୍ତୁତ ହେଲେ ବୋଲି ବାକ୍ୟରେ ଲେଖାଯାଏ। ହାଲେଲୁୟା। 12 ମାସ ଆଉ ଏଠି 12 ମଣିର ଅର୍ଥ ବହୁତ ସୁନ୍ଦର ଭାବରେ ଏଠି ବୁଝାଯାଏ। ଆଜି 12 ମାସର ଅର୍ଥ ଆମ ଜୀବନରେ ଆମମାନଙ୍କୁ ବର୍ଷକୁ 12 ମାସ ମିଳେ। ଏ 12 ମାସ ଯାକ ଆମମାନଙ୍କୁ ପ୍ରସ୍ତୁତ ହେବାକୁ ପଡିବ। ପ୍ରେଜ୍ ଦ ଲର୍ଡ। ଆଜି ଗୋଟିଏ ଦିନ ପ୍ରସ୍ତୁତ ନୁହେଁ, କାଲି ଗୋଟିଏ ଦିନ ପ୍ରସ୍ତୁତ ନୁହେଁ, ମାସେ ପ୍ରସ୍ତୁତ ହେଇ ନୀରବ ହେବା ନାହିଁ। ଆମମାନଙ୍କର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆମମାନଙ୍କୁ ଯେତେଟା 12 ମାସ ମିଳୁଛି, ଆମମାନେ ସେତିକି ଦିନ ପରମେଶ୍ୱରଙ୍କ ପାଇଁ ବା ସେ ବରଙ୍କ ପାଇଁ ଆମମାନେ ସୁସଜ୍ଜିତ ହେବା। ହାଲେଲୁୟା। ସେଠି ଏଷ୍ଟର ହୁଏତ 6 ମାସ ପ୍ରସ୍ତୁତ ହେଇଥାନ୍ତେ, କିନ୍ତୁ ବାକ୍ୟରେ ଲେଖାଯାଏ ସେ 12 ମାସ ପ୍ରସ୍ତୁତ ହେଲେ। 6 ମାସ ଗୋଟିଏ ପାଇଁ, ଆଉ 6 ମାସ ଆଉ ଗୋଟିଏ ପ୍ରସ୍ତୁତି ପାଇଁ। ତାପରେ ଯାଇ ସେ କଣ କରୁଛନ୍ତି, ରାଜାଙ୍କ ସମ୍ମୁଖରେ ଉଭା ହଉଛନ୍ତି। ଆଜି ବର୍ଷକର 12 ମାସ, ଆଜି ଏଇ 24 ମସିହାରେ ଆମମାନଙ୍କର ପ୍ରତ୍ୟେକ ଦିନ ପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହଉ। ଯଦି ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତି, ଆଗାମୀ ବର୍ଷ ମାନେ ମଧ୍ୟ ଦେଖାନ୍ତି, ତାହେଲେ ସେଇ ବର୍ଷ ମଧ୍ୟ ଆମେ ସେ ବରଙ୍କ ପାଇଁ ପ୍ରସ୍ତୁତ ହେବା। ଆମମାନେ ଏଇ ପ୍ରକାର ପ୍ରସ୍ତୁତ ହଉ ହଉ ଆମମାନେ ସେଇ ଗୋଟିଏ ଗୋଟିଏ ମଣିରେ ଆମମାନଙ୍କୁ ନିଜକୁ ସୁସଜ୍ଜିତ କରି ସେଇ ସମ୍ପୂର୍ଣ୍ଣ ପବିତ୍ରତାରେ ସମ୍ପୂର୍ଣ୍ଣ କନ୍ୟା ଯେ ପ୍ରକାର ଗୋଟିଏ ବି ବିଷୟ ଉଣା ନଥାଏ, ସବୁ ବିଷୟ ତାର ମସ୍ତକରୁ ତଳିପା ପର୍ଯ୍ୟନ୍ତ ସୁସଜ୍ଜିତ ହେଇଥାଏ। ସେଇ ପ୍ରକାର ପ୍ରସ୍ତୁତ ହେଲା ପରେ ସେ ବେଦୀ ପାଖକୁ ବିବାହ ନିକଟକୁ ଯାଇଥାଏ। ଆଜି ସେଇ ପ୍ରକାର ମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ଆଉ ସମ୍ପୂର୍ଣ୍ଣ ନିଜକୁ ଅଳଙ୍କାରିତ କରିବା ଆଉ ପ୍ରଭୁଙ୍କ ଠାରେ ବା ସେ ବରଙ୍କ ନିକଟକୁ ଯିବା, ଦ୍ୱାରା କି ଆମମାନଙ୍କର ସମସ୍ତ ବିଷୟ ତାଙ୍କ ଦୃଷ୍ଟିର ଅନୁଗ୍ରହ ଜନକ ହେବ। ପ୍ରେଜ୍ ଦ ଲର୍ଡ। ତାଙ୍କ ଦୃଷ୍ଟିରେ ଆଉ କୌଣସି ଖୁଣ ଦେଖାଯିବ ନାହିଁ। ଆଉ ତାଙ୍କ ଦୃଷ୍ଟିରେ ଆମମାନେ ତାଙ୍କର ସେ ଅନ୍ତଃପୁରରେ ଆମମାନେ ପ୍ରେମର ସହିତ ଯିବା ପାଇଁ ଆମମାନେ କଣ ହେଇପାରିବା, ଆହ୍ୱାନ ପାଇପାରିବା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତ ପରମେଶ୍ୱର ଆମମାନଙ୍କୁ ସେଇ ପ୍ରକାର ପ୍ରସ୍ତୁତ କରନ୍ତୁ। ସେ 12ଟା ମଣିଷ ଦୃଶ୍ୟ ଆମମାନଙ୍କୁ ପ୍ରସ୍ତୁତ କରନ୍ତୁ। କାରଣ ପ୍ରଭୁ କହନ୍ତି ଏଇ 12ଟା ମଣି ମଧ୍ୟରେ ଅନେକ ମଣି ଯୋଉଟା କି ଆମମାନଙ୍କୁ ଆତ୍ମିକ ବିଷୟକୁ ଦେଖାଏ। ସେ ଆତ୍ମିକ ମଣି ଗୁଡାକ ଆମମାନଙ୍କ ଜୀବନରେ ଆମମାନେ କଣ କରିବା, ସଞ୍ଚିତ କରିବା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଜ୍ଞାନବତୀ ସ୍ତ୍ରୀ ଭଳିଆ ମାନେ ହିତୋପଦେଶରେ ଲେଖାଯାଉ, ଜ୍ଞାନବତୀ ସ୍ତ୍ରୀ ଗୃହକୁ ଗୁନ୍ଥାଇ। ଆମମାନଙ୍କୁ ଜ୍ଞାନ ସହିତ ଆମେ ଯେତେବେଳେ ପ୍ରଥମ ପିତର ସେଠି ପଢିଲୁ, ଜ୍ଞାନକୁ ଆଉ ସଂଯମକୁ ବିଷୟରେ ଲେଖାଯାଏ, ଧୈର୍ଯ୍ୟ ବିଷୟରେ ଲେଖାଯାଏ। ଆମମାନଙ୍କୁ ପ୍ରଭୁଙ୍କ ଦୃଷ୍ଟିରେ ଜ୍ଞାନବତୀ ସ୍ତ୍ରୀ ଭଳିଆ ଗୋଟିଏ ପବିତ୍ରତାରେ ଉଭା ହେବାକୁ ପଡେ। ପୁଣି ସେଠି ଲେଖାଯାଏ ହିତୋପଦେଶରେ, ଯେ ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଚାଲେ ସେ ସ୍ତ୍ରୀ କଣ ହବ, ପ୍ରଭୁଙ୍କୁ ଯେ ଭୟ କରି। ହିତୋପଦେଶ 31ରେ ଲେଖାଯାଏ ଯେ ପ୍ରଭୁଙ୍କୁ ଭୟ କରି, ଯୋଉ ସ୍ତ୍ରୀ ପ୍ରଭୁଙ୍କୁ ଭୟ କରେ ସେ ସ୍ତ୍ରୀ ଅନୁଗ୍ରହ ପ୍ରାପ୍ତ ଅନୁଗ୍ରହ ପାଏ ବୋଲି। ପ୍ରେଜ୍ ଦ ଲର୍ଡ। ଟିକେ ପଢିଦେବା।
ତାର 31-29 ଲେଖାଯାଏ, ଅନେକ କନ୍ୟା ଗୁଣ ଦେଖାଇଅଛନ୍ତି, ମାତ୍ର ତୁମ୍ଭେ ସେ ସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ। ହାଲେଲୁୟା। ଗୋଟେ ବର ପାଇଁ ଗୋଟେ କନ୍ୟା ହିଁ ଆବଶ୍ୟକତା। ପ୍ରେଜ୍ ଦ ଲର୍ଡ। ଆଜି ଜଗତ ସାରା ଲୋକ ପ୍ରସ୍ତୁତ ହଉଛନ୍ତି ଆଉ ମଣ୍ଡଳୀ ତାଙ୍କ ପାଇଁ ସୁସଜ୍ଜିତ କନ୍ୟା ରୂପେ ପ୍ରସ୍ତୁତ ହଉଅଛି। ପ୍ରେଜ୍ ଦ ଲର୍ଡ। ଅନେକ କନ୍ୟା ଗୁଣ ଦେଖାଇଅଛନ୍ତି, ମାତ୍ର ତୁମ୍ଭେ ସେ ସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ। ଲାବଣ୍ୟ ପ୍ରବଞ୍ଚନା ଜନକ ଓ ସୌନ୍ଦର୍ଯ୍ୟ ଅସାର, ମାତ୍ର ଯେଉଁ ସ୍ତ୍ରୀ ସଦା ପ୍ରଭୁଙ୍କୁ ଭୟ କରେ ସେ ପ୍ରଶଂସିତା ହେବ। ହାଲେଲୁୟା। ପ୍ରଭୁଙ୍କୁ ଭୟ କରିବା ଲୋକ, ପ୍ରଭୁଙ୍କୁ ଭୟ କରି ତାଙ୍କ ସହିତ ଚାଲିବା ସ୍ତ୍ରୀ କଣ ହୁଏ? ପ୍ରଶଂସିତା ହବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆମେ ପରମ ଗୀତ ଦେଖିଲୁ ଅନେକ ସ୍ତ୍ରୀ ମାନଙ୍କ ମଧ୍ୟରେ ସେଇ ଯୁବତୀ ସେଇ ପ୍ରିୟତମ ପାଇଁ ଅତି ମୂଲ୍ୟବାନ ହେଇଥିଲା। କଣ୍ଟକ ମଧ୍ୟରେ ଶୋଷ ପୁଷ୍ପ ପରି ତାଙ୍କ ଦୃଷ୍ଟିରେ ଆକର୍ଷିତ ହେଇଥିଲା। ଆଜି ଆମମାନଙ୍କର ପ୍ରଭୁ ଭୟ ଜୀବନ, ଆମମାନଙ୍କ ଜୀବନର ପବିତ୍ରତା, ଧାର୍ମିକତା ଅନେକଙ୍କ ଠାରୁ ଆମମାନଙ୍କୁ ପ୍ରଭୁଙ୍କ ଦୃଷ୍ଟିରେ ମୂଲ୍ୟବାନ କରିଥାଏ। ପ୍ରେଜ୍ ଦ ଲର୍ଡ। ଆମେ ଯଦି ପରମ ଗୀତ ଯଦି ଦେଖୁ, ସେଠି ସେ କନ୍ୟା ବିଷୟରେ ଏଇ ପ୍ରକାର ଲେଖା ଯାଇଛି। ସେ କନ୍ୟା ସେ କହୁଛି, ପ୍ରେଜ୍ ଦ ଲର୍ଡ, ଏ ଗୋଟେ ବାକ୍ୟ ମୁଁ ପଢି ଶେଷ କରିବି। ତାର 1-2 ସେ ଆପଣ ମୁଖ ଚୁମ୍ବନରେ ମତେ ଚୁମ୍ବନ କରନ୍ତୁ, କାରଣ ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା ଉତ୍ତମ, ତୁମ୍ଭ ସୁଗନ୍ଧି ତୈଳର ସୁବାସ ଉତ୍ତମ, ତୁମ୍ଭ ନାମ ଢଳା ସୁଗନ୍ଧି ତୈଳ ସ୍ୱରୂପ। ତେଣୁ କୁମାରୀଗଣ ତୁମ୍ଭକୁ ପ୍ରେମ କରନ୍ତି, ମତେ ଆକର୍ଷଣ କର, ଆମ୍ଭେମାନେ ତୁମ୍ଭ ପଛେ ପଛେ ଧାଇଁବା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସେ ପ୍ରିୟତମଙ୍କୁ ସେ କହୁଛି, ଆଉ ତୁମେ ମତେ ଆକର୍ଷଣ କର, ତହିଁରେ ମୁଁ ପଛେ ପଛେ ଦୌଡ଼ିବି। ହାଲେଲୁୟା। ଆମେ ସେଇ ପ୍ରକାର ପ୍ରଭୁଙ୍କ ଠାରୁ ଲାଳାୟିତ ହେବା, ତାଙ୍କୁ କହିବା, ପ୍ରଭୁ ମୁଁ ତୁମ ଦୃଷ୍ଟିରେ ଆହୁରି ପବିତ୍ର ହେବାକୁ ଚାହେଁ, ତୁମ ଦୃଷ୍ଟିରେ ଆହୁରି ମୂଲ୍ୟବାନ ହେବାକୁ ଚାହେଁ, ବା ତୁମ ଦୃଷ୍ଟିରେ ସେ ସୁସଜ୍ଜିତ କନ୍ୟା, ନିର୍ଦାଗ ନିଷ୍କଳଙ୍କ କନ୍ୟା ସଦୃଶ ମୁଁ ବାହାଇବାକୁ ଚାହେଁ। ମତେ ତୁମେ ଆକର୍ଷଣ କର, ତହିଁରେ ମୁଁ କଣ ହେବି? ତୁମ ନିକଟକୁ ଧାଇଁ ଆସିବି ବୋଲି କହିବା। ପ୍ରେଜ୍ ଦ ଲର୍ଡ। ଆଉ 5 ଲେଖାଯାଏ, ଆଗ ଜେରୁସାଲେମ କନ୍ୟାଗଣ, ମୁଁ କେଦାରର ତମ୍ବୁ ତୁଲ୍ୟ, ସଲମନଙ୍କ ଯୌବନିକା ତୁଲ୍ୟ କୃଷ୍ଣ ବର୍ଣ୍ଣା ତଥାପି ସୁନ୍ଦରୀ। ମୁଁ କୃଷ୍ଣ ବର୍ଣ୍ଣା, ସୂର୍ଯ୍ୟ ମତେ ବିବର୍ଣ୍ଣା କରିଅଛି ବୋଲି ମୋ ପ୍ରତି କୁଦୃଷ୍ଟି କର ନାହିଁ। ମୋ ମାତାର ସନ୍ତାନ ଗଣ ମୋ ପ୍ରତି କୁପିତ ହେଲେ, ସେମାନେ ମତେ ଦ୍ରାକ୍ଷା କ୍ଷେତ୍ର ସମୂହର ରକ୍ଷିକା କଲେ, ମାତ୍ର ମୁଁ ନିଜ ଦ୍ରାକ୍ଷା କ୍ଷେତ୍ର ରକ୍ଷା କରି ନାହିଁ। ହେ ମୋ ପ୍ରାଣର ପ୍ରିୟତମ, ତୁମେ କେଉଁଠାରେ ଆପଣା ପୋଲ ଚରାଉଅଛ? ମଧ୍ୟାହ୍ନ କାଳେ ଯେଉଁଠାରେ ଶୟନ କରିଅଛ ତାହା ମତେ ଜଣାଅ, କାରଣ ତୁମ୍ଭ ସଖାଗଣର ପୋଲ ନିକଟରେ ମୁଁ କାହିଁକି ଅନେକ ଆବରକ ବସ୍ତ୍ର ପରିଧାନକାରିଣୀ ତୁଲ୍ୟ ହେବି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଏଠି ଦେଖୁ ଏ ସ୍ତ୍ରୀ କଣ, ତାର ରୂପକୁ ଏଠି ଲେଖାଯାଏ ମୁଁ କୃଷ୍ଣ ବର୍ଣ୍ଣା ବୋଲି। ଆଜି ତାର ଶାରୀରିକ ସୌନ୍ଦର୍ଯ୍ୟ ନାହିଁ, କିନ୍ତୁ ଆତ୍ମିକ ସୌନ୍ଦର୍ଯ୍ୟରେ ସେ ପରିପୂର୍ଣ୍ଣ। ହାଲେଲୁୟା। ଆଜି ଆମମାନଙ୍କର ସେ ଆତ୍ମିକ ସୌନ୍ଦର୍ଯ୍ୟତା ପ୍ରଭୁଙ୍କ ଦୃଷ୍ଟିରେ ସମ୍ପୂର୍ଣ୍ଣ ଉତ୍ତମ ଦେଖାଯିବା ଦରକାର। ହାଲେଲୁୟା। ପ୍ରଭୁଙ୍କ ବାକ୍ୟରେ ଆମେ ହିତୋପଦେଶ ପଢିଲୁ, ଆଉ ଲାବଣ୍ୟ ପ୍ରବଞ୍ଚନା ଜନକ ସୌନ୍ଦର୍ଯ୍ୟ ଅସାର, ମାତ୍ର ଯେଉଁ ସ୍ତ୍ରୀ ସଦା ପ୍ରଭୁଙ୍କୁ ଭୟ କରେ ସେ ପ୍ରଶଂସିତା ହବ। ହାଲେଲୁୟା। ଆଜି ଆମମାନଙ୍କୁ ବାହିକ ସୌନ୍ଦର୍ଯ୍ୟ ତାକୁ ଦେଖେଇବା ପାଇଁ ପ୍ରଭୁଙ୍କ ଦୃଷ୍ଟିରେ ଆମମାନଙ୍କୁ ପ୍ରସ୍ତୁତ ହେବା ଆବଶ୍ୟକ ନୁହେଁ। ଆତ୍ମାଙ୍କର ସୌନ୍ଦର୍ଯ୍ୟତାକୁ ଦେଖେଇବା ପାଇଁ ଆମମାନଙ୍କୁ ଆତ୍ମିକ ରୂପେ ସୌନ୍ଦର୍ଯ୍ୟତାରେ ପରିପୂର୍ଣ୍ଣ ହେବାକୁ ହବ। ସେ ମଣିରେ ଭୂଷିତ ହେବାକୁ ପଡିବ। ପରମେଶ୍ୱରଙ୍କର ବାକ୍ୟ ଅଳଙ୍କାର ଅଟେ, ସେ ଅଳଙ୍କାରରେ ଆମମାନେ କଣ ହେବାର ଅଛି? ଅଳଙ୍କୃତ ହେଇ ପ୍ରଭୁଙ୍କ ଦୃଷ୍ଟିରେ ଏକ ସୌନ୍ଦର୍ଯ୍ୟ କନ୍ୟା, ଗୋଟେ ଉତ୍ତମ ପ୍ରସ୍ତୁତ କନ୍ୟା, ଆମମାନେ ବିବାହ ପାଇଁ ପ୍ରସ୍ତୁତ କନ୍ୟା ରୂପେ ଆମମାନେ ହେବାକୁ ପଡିବ। ପ୍ରେଜ୍ ଦ ଲର୍ଡ। ଆଜିର ବାକ୍ୟ
ମୁଁ ବିଶ୍ୱାସ କରେ ଆପଣଙ୍କୁ ଆଉ ମତେ ପ୍ରଭୁ ଆଶୀର୍ବାଦ କରିଅଛନ୍ତି। ଏ ବାକ୍ୟ ଦ୍ୱାରା ଆମମାନଙ୍କୁ ଦ୍ୱାଦଶ ମାସ ବା 12 ମାସ ପ୍ରଭୁଙ୍କ ପାଇଁ ପ୍ରସ୍ତୁତ କରନ୍ତୁ। ଜୀବନର ଶେଷ ନିଶ୍ୱାସ ଯାଏ ପ୍ରଭୁଙ୍କ ଠାରେ ପ୍ରସ୍ତୁତ ଜୀବନ କାଟି ଆମମାନେ ସେଇ ଶୁଦ୍ଧ ପବିତ୍ରତାର ସହିତ ପ୍ରଭୁଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ, ସେ ନିଖୁନ୍ତ ନିଷ୍କଳଙ୍କ ଭାବରେ ପ୍ରଭୁଙ୍କ ଦୃଷ୍ଟିରେ ପ୍ରବେଶ କରିବା ପାଇଁ ପ୍ରଭୁ ସାହାଯ୍ୟ କରନ୍ତୁ। ପ୍ରଭୁ ଏ ବାକ୍ୟ ଦେଇ ମତେ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ସମସ୍ତ